350 লিଟର ଦେଶୀ ମଦ ଜବତ 3 ଗିରଫ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା 53 ନମ୍ବର ଜାତୀୟ ରାଜପଥର ଆଲତୁମା ଗାଁ ବାଇପାସ୍ ନିକଟରୁ ଦେଶୀ ମଦ ବୋଝେଇ ଏକ କାରକୁ ଜବତ କରିଛି ଅବକାରୀ ବିଭାଗ। କାରରୁ 350 লিଟର ଦେଶୀ ମଦ ଜବତ ହେବା ସହ ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୂଆ ଆଲତୁମା ଗାଁର ଆଶୁତୋଷ ନାଥ, ବବୁଲ ଷଣ୍ଢ ଏବଂ ଆଲତୁମା ଗାଁର ରାଜକିଶୋର ରାଉତ। ଅବକାରୀ ବିଭାଗର ସୂଚନା ଅନୁଯାୟୀ ପର୍ଜଙ୍ଗ ଅଞ୍ଚଳରୁ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଆଲତୁମା ବାଇପାସ୍ ନିକଟରେ ଅବକାରୀ ଟିମ୍ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲା। ଏହି ଘଟଣାରେ ଜବତ ମଦ ଓ କାରକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।